କାଢ଼ ସମସ୍ତେ ପ୍ରଥମ କରନ୍ତୀୟ 10 ଅଧ୍ୟାୟ 1 ପଦରୁ ପଢ଼ିବା। କାରଣ ହେ ଭାଇମାନେ ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ବ୍ୟବସ୍ଥାରେ ବାପ୍ତିଜିତ ହେଲେ। ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। କେତେ ଜଣ ବାପ୍ତିସ୍ମ ହେଲେ? ସମସ୍ତେ। କୋଉଠି ବାପ୍ତିସ୍ମ ହେଲେ? ମେଘରେ ବାପ୍ତିସ୍ମ ହେଲେ ମାନେ ପବିତ୍ର ଆତ୍ମାରେ ବାପ୍ତିସ୍ମ ହେଲେ। ସମୁଦ୍ରରେ ବାପ୍ତିସ୍ମ ହେଲେ ବୋଲେ ଜଳରେ ବାପ୍ତିସ୍ମ ହେଲେ। ଆଗରେ କୋଉଠି ଥିଲେ ଏମାନେ? ମିଶର ଦେଶରେ ଥିଲେ। ମିଶର ମାନେ କ'ଣ? ଜଗତରେ ଥିଲେ। ଜଗତରେ ଅଛନ୍ତି। ପ୍ରଭୁ ଜଗତରୁ ସେମାନଙ୍କୁ ବାହାର କରୁଛନ୍ତି। ବାହାର କଲା ପରେ ସେମାନଙ୍କୁ ସମୁଦ୍ରରେ ବାପ୍ତିସ୍ମ ଦେଉଛନ୍ତି। ତା ପଛେ ମେଘରେ ତାଙ୍କୁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଦେଉଛନ୍ତି। ଏହାପରେ କ'ଣ ହେଉଛି? 3 ପଦରେ ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ। ସମସ୍ତେ ପ୍ରଭୁ ଭୋଜ ଖାଇଲେ। ସମସ୍ତେ ପ୍ରଭୁ ଭୋଜ ଖାଇଲେ। ବାପ୍ତିସ୍ମ ନେଲା ପରେ ଆମକୁ ପ୍ରଭୁଙ୍କର ରକ୍ତ ମାଂସର ଅଂଶୀ ଆମକୁ ହେବାକୁ ପଡ଼ିବ ନେଇକି। ସେଥିପାଇଁ ବାପ୍ତିସ୍ମ ନେଲା ପରେ ସେମାନେ ସମସ୍ତେ ପାରମାର୍ଥିକ ଖାଦ୍ୟ ବୋଲି କହିଲେ। ପାରମାର୍ଥିକ ଖାଦ୍ୟ ମାନେ କ'ଣଟା? ଆମେ ଯେଉଁଟା ଆମେ ଖାଉଛୁ ଯେଉଁ ଖାଦ୍ୟ ସେଟା କ'ଣ କହିବେ? ପାର୍ଥିବ ଶାରୀରିକ ଖାଦ୍ୟ। ସେ ଖାଇଲେ ଆମର ପେଟ ପୁରୁଛି। ମାତ୍ର ଏଇଟା ହେଉଛି ପାରମାର୍ଥିକ ଖାଦ୍ୟ ଭୋଜନ କଲେ। ତା ପଛେ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ ଆଉ ସେଇ ଶୈଳ ଖ୍ରୀଷ୍ଟ। ଆମେ ଜାଣିଛୁ ଯେ ପ୍ରାନ୍ତରରେ ସେମାନଙ୍କୁ ଶୋଷ ଲାଗିଲା। ଶୋଷ ଲାଗିବାରୁ କ'ଣ କଲେ? ପଥରକୁ ମାରିଲେ। ସେ ପଥର କିଏ? ଯୀଶୁ ଖ୍ରୀଷ୍ଟ। ଏଠି ଲେଖାଯାଉଛି। ସେତେବେଳେ ସେମାନେ ଜାଣିନଥିଲେ। ଆମେ ଜାଣୁଛୁ ଯୀଶୁ ଖ୍ରୀଷ୍ଟ ସେ ପଥର। ଆଉ ସେଇ ପଥରରୁ ପାଣି ବାହାରିବାରୁ କେତେ ଜଣ ପିଇଲେ? ସମସ୍ତେ ପିଇଲେ। କେମିତି ଆଶ୍ଚର୍ଯ୍ୟକର ବୁଝ। ଏବେ ମନେକର ଆମର ଘରେ ପାଣି ନଥିବ। ଆମର ଏ କୋରାପୁଟ ସହରରେ ପାଣି ନଥିବ। ଯିବୁ ଆମେ କଲେକ୍ଟର ଅଫିସକୁ ଯିବୁ, ଆଜ୍ଞା ଆମର ପାଣି ନାହିଁ ବୋଲେ କଲେକ୍ଟର କହିବେ ଯାଅ ସେ ପାହାଡ଼ରୁ ବଡ଼ ପଥର ଅଛି ଯାଇକିନା ମାରିଦିଅ ପାଣି ବାହାରିବ ପିଇବ। ସେମିତି କିଏ କରିପାରିବେ ନାହିଁ। ସେମିତି ପରମେଶ୍ୱର ସମସ୍ତଙ୍କୁ ପଥରରୁ ପାଣି ସେ ବାହାର କରିକିନା ଦେଲେ। ବୁଝନ୍ତୁ ସମସ୍ତେ ହେଲେ। ମାତ୍ର କ'ଣ ଲେଖାଯାଉଛି ତାପରେ? ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠାରେ ଈଶ୍ୱରଙ୍କର ସନ୍ତୋଷ ନଥିଲା। କାହାର ସନ୍ତୋଷ ନଥିଲା? ନାଇଁ ଅଧିକାଂଶ ଲୋକ ଯେତିକି ଯାକ ବାପ୍ତିସ୍ମ ନେଲେ ହେଲା, ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ନେଲେ, ଜଳର ବାପ୍ତିସ୍ମ ନେଲେ, ପ୍ରଭୁ ଭୋଜ ଖାଇଲେ, ସେ ଶୈଳରୁ ପାନ କଲେ, ସମସ୍ତେ ପାନ କରୁଛନ୍ତି। ମାତ୍ର ସମସ୍ତେ ଅଛନ୍ତି। ମାତ୍ର ସେମାନଙ୍କ ମଧ୍ୟରେ କେତେ ଜଣଙ୍କ ଠାରେ? ଅଧିକାଂଶ ଲୋକଠାରେ କାହାର ସନ୍ତୋଷ ନଥିଲା? ସନ୍ତୋଷ ମାନେ ଖୁସି ଆନନ୍ଦ। କାହାର ଖୁସି ଆନନ୍ଦ ନଥିଲା? ବାପା ମା ଖୁସି ହେଇଯିବେ, ଯାହା ହଉ ମୋର ପୁଅ ବାପ୍ତିସ୍ମ ନେଇଗଲା, ଝିଅ ବାପ୍ତିସ୍ମ ନେଇଗଲା। ଆମେ ପାଳକମାନେ ଖୁସି ହେଇଯିବୁ, ଯାହା ହଉ ଆମ ମଣ୍ଡଳୀର ଯୁବା ଯୁବତୀ ବାପ୍ତିସ୍ମ ଆମେ ଖୁସି ହେଇଯିବୁ। ଓ ଆମେ ଷ୍ଟାଟସ୍ରେ ରଖିବୁ, ଆମେ ୟୁଟ୍ୟୁବରେ ଛାଡ଼ିଦେବୁ, ଆମେ ଆମର ପିଲାମାନେ ବାପ୍ତିସ୍ମ ନେଲେ ବହୁତ ଖୁସି, ଧଳା ଧଳା ଡ୍ରେସ୍ ପିନ୍ଧି ଆସି ଓ ପ୍ରଭୁ ଭୋଜ ଖାଇଦେବ। ସମସ୍ତେ ଖୁସି ହେଇଯିବେ, ସମସ୍ତେ ଆନନ୍ଦ ହେଇଯିବେ। ବାପ୍ତିସ୍ମ ନେଲା ପରେ ଯେଉଁ ପ୍ରକାର ଜୀବନଯାପନ କରିବା ଆମେ, କିଏ ଖୁସି ହେବାର ଆବଶ୍ୟକ ରହିଛି? ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମିତି ଜୀବନ ଚାହୁଁଛନ୍ତି ଯେଉଁ ଜୀବନରେ ସେ ଖୁସି ହେବେ। ଅନ୍ୟମାନେ ଖୁସି ହେବାଟା ଅଲଗା କଥା। ଆମର ମା ଖୁସି ହେଇଗଲେ, ବାପା ଖୁସି ହେଇଗଲେ, ସାଙ୍ଗ ଖୁସି ହେଇଗଲେ, ଭାଇ ଖୁସି ହେଇଗଲେ, ଭଉଣୀ ଖୁସି ହେଲେ, ପାଳକମାନେ ଖୁସି ହେଇଗଲେ, ସେତିକିରେ ହେବନି। ଲେଖାଗଲା ଏବେ ମନେକର 20 ଜଣ ବାପ୍ତିସ୍ମ ନେଲେ। 20 ଜଣର ଅଧିକାଂଶ ବେଲେ କେତେ? 10 ଜଣ ବୋଲି କହିଲେ ଅଧା ଲୋକଠାରେ ଖୁସି ନଥାଏ। ଅଧିକାଂଶ ବୋଲି କହିଲେ 19 ଲୋକ ମଧ୍ୟ ହେଇହେବ ନାଇଁ। ବାପ୍ତିସ୍ମ ନେଲା ପରେ, ପ୍ରଭୁ ଭୋଜ ଖାଇଲା ପରେ, ମଣ୍ଡଳୀ ସହିତ ସଂଯୁକ୍ତ ହେଲା ପରେ ପ୍ରଭୁ ଦେଖୁଛନ୍ତି ଆଗରେ ଆମେ କାହାକୁ ଖୁସି କରାଉଥିଲୁ? ନିଜକୁ। ନିଜକୁ ଯେଉଁଟା ନିଜକୁ ଭଲ ଲାଗିଲା ପିନ୍ଧୁଥିଲୁ,
जोटा भल लागला खाऊथिलु, जार सहित भल लागला मिशुथिलु, जोटी भल लागला आमे जाऊथिलु, आमे जोटा भल लागला कहूथिलु, जो गीत भल लागला गाऊथिलु आमे। मात्र बाप्तिस्म नेला परे मेरी मर्जी या तेरी मर्जी, मेरी मर्जी ना उसकी मर्जी, एटा से खुशी हेबार अछि। बाप्तिस्म नेला परे मिसर रु बाहरी आसला परे आमे सबु बेले एबे आउ नाही आर खुशी नहीं। सांग कहला एमती करे, से कहला सेमती करे, सेमती नहीं। आमे देखबार अछि जे आमर परमेश्वर कौन कहउचंती। बाप्तिस्म नेला परे आमर गोटे उद्देश्य रहिबार अछि, कौन? प्रभु को मु केमती खुशी करबी, को प्रकार जीवन जाप। जीशु ख्रीष्ट बाप्तिस्म नौ नौ स्वर्ग रु गोटे बाणी हैला ना, कौन हैला? ए आंभर प्रिय पुत्र, एहांको ठारे आमर ओह केते भयंकर से बाणी गोटे हैला। एपाई बाप्तिस्म नेलु, आमे रीतिनीति को पालन कलु आमे, मात्र तापरे आमर जीवन केमती हेबार अछि, प्रभु खुशी हेबार अछि। प्रभु को जदि तुमे गोटे 1,00,000 टंका आनी देले से खुशी हेबाटा बाउंड, हाँ कि नहीं? बोले प्रभु को खुशी करवाटा सहज ना कष्ट? प्रभु कौन कले खुशी हेबे कहते? एबे सुजीत को बिरियानी टिके खा, बस खुशी हेबु कि तो से खुशी हो। ता पछे गौरव को गाड़ी टिके ने चला, बस से खुशी हो। बस बड़ कथा। एबे सुजीत को खुशी करवा पे केते टंका दरकार? 100 टंका गोटे बिरियानी। आमर गौरव खुशी करवा पे कौन दरकार अछि? गाड़ी टिके के बुरु के पड़ा, ओ की खुशी। दुनिया रे सबुठारु सस्तारे जदि के खुशी हेबे से परमेश्वर। किछि देवा दरकार नहीं। मु खुशी हेबी जे तू मते छेली मांस टी रोसई कर देबु कि। मटन खाई कि ना के खुशी होतिले, हरिण मांस खाई के खुशी हेबे? ईसा पोरे जा तो हरिण मांस टिके आनबु आ मोर पसंद अनुसार रोसई करिक देबु। मु जद खाई कि तृप्त हैला परे सदा प्रभु ऐसो को आशीर्वाद करंतु। परमेश्वर को खुशी करवा पाई हम किछि पेमेंट करवा पड़बो, किछि मूल्य देवा पड़बो नहीं। बुझंतु तेरे परमेश्वर को खुशी कला परी आमे जीवन हमको बितेवा पड़े। से फैन कहीं लगी बंद करो। 5 पद पढ़िबा। तथापि सेमानक मध्यरु अधिकांशଙ୍କ ठारे ईश्वरଙ୍କ सन्तोष नथिला। नहीं खुशी नथिले, खुशी न हेबारु कोन हैला? तेणु सेमाने प्रांतରରେ मले। कुटी मले? मरी गले। मरी गले बोले से आका निजे मारी देले। परमेश्वर आका कौन कले? लोक मानू प्रांतर रे बुलाई 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 किना से आका मारले। कहीं प्रभुंकर संतोष जीवन यापन करे नहीं। जोटा प्रभु को खुशी लगबो सेमती जीवन यापन करे। से कौन लिखा जाउची? ए समस्त कथा जे तुम्हे माने अज्ञात था एहा मोहर इच्छा नुहे। ए सब कथा गुडी को तुम्हें न जानो, अज्ञ थाओ, एटा मोर इच्छा नहीं। एटा जाको तुम्हें कौन करबार अछि? जानबार अछि। एटा जाको तुम्हें बुझवा को पड़बो। एटा बाप्तिस्म से तो नेउछि, मु मिसा नेबी, जाई तो बुड़ी देबी टुबुम कि ना आ बाहरी पड़बी। एटा खेल घर नहीं। एटा बाप्तिस्म नेला परे परमेश्वर देखुचंती ये कार खुशी पाई बंचुची, काकू एबे खुशी करौची।
ସେଇଟା ସେ ଭଲ ଭାବରେ ଅବଜର୍ଭ କରିବେ। ଆଉ ଯେଉଁମାନେ ବାରମ୍ବାର ତାଙ୍କୁ ସନ୍ତୋଷ ଦେଲା ପରେ ଜୀବନ କାଟିବେ ନାହିଁ, ସେ ଲୋକମାନଙ୍କୁ ଏ ଜଗତରେ ଏକା ରଖିଦେବେ, ଆଉ ସେ ସ୍ୱର୍ଗକୁ ନେବେ ନାହିଁ। ତଳେ ଲେଖାଯାଉ ତାଙ୍କର ଭୁଲ ଗୁଡ଼ିକ ଦେଖ। ସେମାନେ ଯେ ପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ। କି ବିଷୟ? ମନ୍ଦ ବିଷୟର ଅଭିଳାଷ। ଅଭିଳାଷ ଭଲ ନା ଖରାପ? ଅଭିଳାଷ କରିବାଟା ଭଲ ନା ଖରାପ? ଅଭିଳାଷ ଭଲ, ଖରାପ ନାହିଁ। ମୁଁ ଆମର କ୍ଲାସରେ ସବୁଠୁ ଟପର ହେବି, ଏଇଟା କ'ଣଟା? ଏଇଟା ଖରାପ କି ଭଲ? ଏଇଟା ଭଲ ଅଭିଳାଷ ଅଛି, ମନ୍ଦ ଅଭିଳାଷ ମଧ୍ୟ ଅଛି। ମନ୍ଦ ବିଷୟର ଅଭିଳାଷୀ ହେଲେ ଆମକୁ କେଉଁ ବିଷୟର ଅଭିଳାଷୀ ହେବାର ଅଛି? ଭଲ ବିଷୟର ଅଭିଳାଷୀ। ଆମ ସାହିରେ ମୁଁ ସବୁଠାରୁ ଭଲ ପିଲା ହେବି, ଏବେ ମୁଁ ଏକ୍ସରସାଇଜ କରିକିନା ମୁଁ 6 ପ୍ୟାକ୍ ବାହାର କରିବି। ଏଇଟା ମନ୍ଦ ଅଭିଳାଷ ନା ଭଲ ଅଭିଳାଷ? ଭଲ ଅଭିଳାଷ। ଏଇଟା ଖରାପ ଅଭିଳାଷ ଗୁଡ଼ିକ କରିବାର ନାହିଁ। ସେଇଟା ପ୍ରଭୁ ଦେଖୁଛନ୍ତି ବାପ୍ତିସ୍ମ ନେଲା ପରେ ଅଭିଳାଷ କ'ଣ ଅଛି, କେଉଁ ଅଭିଳାଷରେ ବଞ୍ଚୁଛି। ମୁଁ ଗୋଟେ ବଡ଼ ଚାକିରି କରିବି, ବଡ଼ ବିଜନେସ୍ କରିବି, ଏଇଟା ଖରାପ ନାହିଁ। ମୁଁ କ'ଣ କରିବି? ଗୋଟେ କାର୍ କିଣିବି, ଗୋଟେ ଭଲ ବାଇକ୍ ଗୋଟେ ମୁଁ କିଣିବି, ଭଲ ସେଲଫୋନ୍ ଗୋଟେ କିଣିବି, ତାହିଁରେ ମୁଁ ରେକର୍ଡ଼ କରିବି, ମେସେଜ ଶୁଣିବି, ଏଇଟା କିଛି ଖରାପ ନାହିଁ। ଖରାପ ମାନେ କ'ଣଟା? ଖରାପ ହେଲା ଏଇଟା, ଘରକୁ ଯାଇ ମୋତେ ଗୋଟେ ବାଇକ୍ ଘେନି ଦେବ କି ନାହିଁ, ମା ବାପାଙ୍କ ପାଖରେ ସମ୍ବଳ ଅଛି କି ନାହିଁ ଦେଖିବାର ଅଛି। ସେ କିଣିଲା, କିଏ କିଣିଲା? ସେ କିଣିଲା, ମୋତେ ଗୋଟେ ବାଇକ୍ ଦରକାର ଆକା। ପ୍ରେମ ଜାଭାରେ ବୁଲୁଛି, ମୁଇଁ କାବା ହିଁ ଦେଖୁଛି, ମୋତେ ମିଶା ଜାଭା ଦରକାର। ଏଇଟା କି ଅଭିଳାଷ? ଏଇଟା ତୁମେ କିଣୁନ। ତୁମେ ମୋତେ ବାଇକ୍ ନହେଲେ ମୁଇଁ କଲେଜ ଯିବି ନାହିଁ। ଲୋକ ବସ୍ରେ କଲେଜ ଯାଉନାହାନ୍ତି, ଅଟୋରେ କଲେଜ ଯାଉନାହାନ୍ତି। ମନ୍ଦ ବିଷୟର ଅଭିଳାଷୀ ହେବା କଥା ନାହିଁ। ଲେଖା ହେଇଛି, ପଢ଼ ଟିକେ ମୋ ସହିତ। ଯଦି ପଢ଼ିବ ଗଣନା ପୁସ୍ତକ 11 ଅଧ୍ୟାୟକୁ ଆସ। ତାଙ୍କର ଅଭିଳାଷ ଗୁଡ଼ିକକୁ ଟିକେ ଦେଖିବା। କାହିଁକିନା ଆମେ ବାପ୍ତିସ୍ମ ନେଲା ପରେ ଆମର ଜୀବନ କେମିତି ରହିବାର ଅଛି ସେ ବିଷୟକୁ ଆମେ ଷ୍ଟଡି କରୁଛୁ। 11 ଅଧ୍ୟାୟ ଏହାର 4 ପଦ। ଅନନ୍ତର ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ ନେଇ। କି ଜନତା? ମିଶ୍ରିତ ଜନତା। କି ଜନତା? ମିଶ୍ରିତ ମାନେ କ'ଣଟା? ଚିନି ଆର ମିଶ୍ରି ନାହିଁ। ମିଶ୍ରିତ ମାନେ କହି ଦେଖ। ହଁ, ଗୋଟେ ଗୋଡ଼ ପ୍ରଭୁଙ୍କ ପାଖରେ ଥିବ, ଗୋଟେ ଗୋଡ଼ ଜଗତ ଆଡ଼େ ଥିବ, ଏମିତି ଲୋକ ମିଶା ମଣ୍ଡଳୀରେ ରହୁଛନ୍ତି। ସେ ଲୋକମାନ ଆକା ମଣ୍ଡଳୀ ଭିତରେ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଆଣିବେ। ସେମାନେ ତୁମକୁ ଉକସେଇବେ, ତୁମକୁ ବିଭିନ୍ନ ପ୍ରକାର ଭାବରେ ଟେମ୍ପଟେଡ୍ କରିବେ। ଏ ଯେଉଁ ମିଶ୍ରିତ ଜନତା ବୁଝ, ଏ ଯେଉଁ ମଣ୍ଡଳୀ ଭିତରେ ଯେଉଁ ମିଶ୍ରିତ ଜନତା ଥିବେ, ସେମାନେ କ'ଣ କଲେ? ଏମାନଙ୍କୁ ଆତ୍ମିକ କଲେ ନାହିଁ, କ'ଣ କରିଦେଲେ? ଲୋଭାକ୍ରାନ୍ତ କରିଦେଲେ। ଲୋଭାକ୍ରାନ୍ତ, କୋଉ ବିଷୟ ଲୋଭାକ୍ରାନ୍ତ ହେଲେ? ପୁଣି ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମମାନଙ୍କୁ ମାଂସ ଖାଇବାକୁ ଦେବ? କି ପାଇଁ କାନ୍ଦୁଛନ୍ତି? କେତେ ଜଣ ଘରେ ଛୋଟ ପିଲାମାନେ ଥିବେ, ମଟନ ଆଣିଲେ ମୋତେ ନଳି ହାଡ଼ ଦେଇନାହ, କାନ୍ଦ କି ନାହିଁ ତାଙ୍କୁ? ମୋତେ ଦେଇନ। ଏବେ ତୁମେ କି ନଳି ହାଡ଼ ପାଇଁ କାନ୍ଦୁଛ? ମୋତେ ଟିକେ ଦରକାର, ଠକ ଠକ
ଆଚ୍ଛା ଦେଖ ସେମାନଙ୍କର କାନ୍ଦ କ'ଣ? ମତେ ଯେମିତି ହେଲେ ଟିକେ ସୁଙ୍ଗେଇ ହେଲେ ଦିଅ, ନ ପାଇଲେ ସୁଙ୍ଗି ହେଲେ ଦେବି। ଏଇଟା କିଏ ଶିଖାଉଛନ୍ତି? ଏଇଟା ସେ ମିଶ୍ରିତ ଜନତା ଏମାନଙ୍କୁ ଶିଖାଉଛି, ଏମାନଙ୍କୁ ସେମିତି ହେବା ପାଇଁ ଶିଖାଉଛି। ଏମାନେ ଏବେ ଅଭିଳାଷ, ମତେ ଆଇଁଷ ନହେଲେ ମୁଁ ଖାଇବି ନାହିଁ। ଏଇଟା ଭଲ ଅଭିଳାଷ କି ମନ୍ଦ ଅଭିଳାଷ? ଏବେ ଫାଷ୍ଟରେ ପଚାରିବେ, ପୁଅ ଖାଇବାକୁ ବାଢ଼ିବି? ଆପଣମାନଙ୍କର ପ୍ରଶ୍ନ କ'ଣ ଥିବ? ତରକାରୀ ଦେଖି ଆମେ କ'ଣ କରିବୁ? ଆମେ ଖାଇବୁ। ଆମେ ହଁ, ଆଜି ମୋର ମନ ପସନ୍ଦର ହେଇଛି। ହଁ, ଆଜି କ'ଣ ହେଇଛି? ଆଜି ଚିକେନ ହେଇଛି, ଆଜି ପନିର ହେଇଛି, ଆଜି ମାଛ ହେଇଛି। ହଁ ମା ଦେବି, ଦେ ମା ଦେ ଗୋ। ହଁ, ତା ପଛେ ନାଇଁ ରେ ଆଜି କିଛି ନାହିଁ, ଆଜି ଚାରୁ ଟିକେ କରିଛୁ, ଡାଲି ଟିକେ କରି। ସବୁବେଳେ ତ ତୁମେ ସେଇଟା ଏକା କରିବ। ମୋର ପସନ୍ଦର କେବେ କରିଛ? ମତେ ଯୋଉଟା ଇଚ୍ଛା ସେଟା କରିଛ କି ସେଟା? ହଁ, ପ୍ରିୟମାନେ, এইটা হচ্ছে মন্দ বিষয়ের অভিলাষ। এইটা খাইবাটাকে নেইকিনা হ্যাঁ খালি আমি পছন্দ স্বাদিষ্ট খাদ্য এমানকু আমার স্বাদিষ্ট খাদ্য কোটা ননভেজ সেমানক স্বাদিষ্ট খাদ্য কোটা ଥିଲା ননভেজ। କିଏ ଶିଖାଉଛି ଏଇଟା? ସେ ମିଶ୍ରିତ ଜନତା। ଆଜି ଆମ ଘରେ ହେଇଥିଲା, ଆମେ ଖାଇଲୁ। ଆମ ଘରୁ ନା ଚିଲିକାରୁ ଚିଙ୍ଗୁଡ଼ି ଆସିଥିଲା, ସେଇଟା ଆମେ ଖାଇଲୁ। କଲାବର ମାଛ ଆମେ ଖାଇଲୁ। ଆମେ ହଁ, ତୁମେ ତ ବ୍ରଏଲର ଖାଉଛ ବାବୁ, ଆମେ ଦେଶୀ ଖାଇଲୁ ଆଜି। ଏ ମିଶ୍ରିତ ଜନତା ମାନଙ୍କର କାମ କ'ଣଟା? ଖାଲି ଖାଇବାଟା। ଯିବା ଚାଉମିନ ଖାଇଯିବା, ଏ ଗୁପଚୁପ ଖାଇଯିବା। ତା ପଛେ ଆଉ କ'ଣ କ'ଣ ଅଛି? ମୋମୋସ୍ ଖାଇବା। ମୋମୋସ୍ ଖାଇବାଟା ଭଲ, ତେଲ ନଥିବ, ସେଟା ଖାଲି ବାମ୍ଫରେ କରାହେଇଥିବ, ତାହିଁରେ କୌଣସି ପ୍ରକାର କ୍ୟାଲୋରି ନଥିବ। ହଁ, ସେଠି ଗୋଟେ ହ୍ୱାଇଟ୍ ଚଟନି ଗୋଟେ ଦେବେ, ଆଉ ଗୋଟେ ରେଡ୍ ଚଟନି ଦେବେ, ଏମିତି କାଠି ଦେବେ, କାଠିରେ ଧରିବୁ ନାହିଁ ତୁ, ହେଲା, ହାତରେ ବୁଡ଼େଇ ବୁଡ଼େଇ ଖାଇବୁ। ତା ପଛେ ଚଟନି ଟିକେ ଅଧିକ ମାଗିଥିବୁ, ତା ପଛରେ ପିଇଦେବୁ। ଲୋକଙ୍କର ଖାଇବାଟା ଦେଖିଛ? କି ଖାଇବେ ବୋଲେ ଏମିତି ଖାଇବେ। ସେମାନଙ୍କର ଖାଇବାଟା ମାନେ ବୋଲେ ଖାଲି ଟେଷ୍ଟି ଏକା ଖାଇବାଟା ଏମାନଙ୍କୁ ଇଚ୍ଛା, ଭଲ ଭଲଟା ଖାଇବାକୁ ଇଚ୍ଛା ଏମାନଙ୍କୁ। ଏଇଟା ହେଲା ମନ୍ଦ ବିଷୟର ଅଭିଳାଷୀ। ଗୋଟେ କଥା କୁହ, ଆମେ ଖାଇବା ପାଇଁ ବଞ୍ଚୁଛୁ ନା ବଞ୍ଚିବା ପାଇଁ ଖାଉଛୁ? ବଞ୍ଚିବା ପାଇଁ ଖାଉଛୁ ନା ଆମେ? ସବୁବେଳେ ଟେଷ୍ଟି ଫୁଡ୍ ଯେଉଁମାନେ ଖାଇବା ପାଇଁ ପସନ୍ଦ କରନ୍ତି, ଈଶ୍ୱର ସେମାନଙ୍କର ସନ୍ତୋଷ ନାହାନ୍ତି। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସଜାଡ଼ିବା ପାଇଁ ସବୁବେଳେ ସ୍ୱର୍ଗରୁ ମାନା ଏକା ଦେଉଥିଲେ। ସକାଳେ ଆନ୍ନା, ଉପରବେଳା ଆନ୍ନା, ତାପଛେ ମାନା। ବୁଝନ୍ତୁ, ଯେତେବେଳେ ଆମର ଘରେ ଗୋଟେ 3 ଦିନ କଣ୍ଟିନ୍ୟୁସ୍ ଡାଲି ହେଇଗଲା, ରେଷା ଲାଗିଯିବ। ଖାଲି ଡାଲି କରୁଥିବେ। 3 ଦିନ ଆଳୁ ଭଜା ହେଇଗଲା, ମଜାରେ ଖାଇଦେବେ। ଏଇଟା ସେମାନଙ୍କୁ ଇଏ କରାହେଉଛି। ଏଇଟା ହେଉଛି ମନ୍ଦ ବିଷୟର ଅଭିଳାଷ ସେମାନଙ୍କର ଥିଲା। ସେମାନେ କ'ଣ କହୁଛନ୍ତି? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ। ଓହୋ, ଏମାନଙ୍କୁ କୋଉଟା ମନେ ପଡୁଛି? ମିଶରରୁ ବାହାରିକିନା ଆଇଲେ କି ନାହିଁ? ମାତ୍ର ମିଶ ଏମାନଙ୍କ ଭିତରେ ଅଛି। ବୁଝିଲ ନା? ମିଶରରୁ ବାହାରିକି ପଳାଇଲେ, ମାତ୍ର ମିଶର ଏମାନଙ୍କର ଭିତରେ ଅଛି। ସେଟା ପ୍ରଭୁ ଦେଖୁଛନ୍ତି। ମିଶରରେ ଏମାନେ କେତେ କଷ୍ଟ ପାଉଥିଲେ, କେତେ ହଇରାଣରେ ଥିଲେ, ସେଟା ମନେ ପଡୁନାହିଁ। ଟିକେ କିସ୍ ହେଇଗଲେ, ପୁରୁଣା ଜୀବନ ଏକା ଭଲ ଥିଲା,
किए किसी कहू नथिले जेंती हेले मिसा भल थिला एठी बेले टिके बुलेले गाड़ी करूचंती एंती करूचंती किछि भल नहीं एटा आमे बाप्तिस्म नेला परे हमरो गोटे लक्ष्य कोन ईश्वर को संतोष जेते बेले तुमे देखुच खाइबा प्लेट को धरलो प्रभु अनेक जन को खाइबा को मिलू कि भिखारी लाजर कौन खाऊला लोकर केबे खाइछ कि मते को होटल पाखरे जाई का घर पाखरे को डस्टबिन रे फिंगा आइतबो काढी किना आमे खाऊथिबु खंडे तले पड़ी गले आमे काढी खाऊनु आमे सीधा खाइबा कथा नहीं बोली बोले प्रभु देखुछ ओ ए साधारण विषय रे ए एते खुशी एमानकर खाइबाटा एते भलो नाही हेले मते एमाने एते खुशी होउछंती बोले एटा परमेश्वर देखबे एटा परमेश्वर खुशी हेबे भलोटा से खाइबा को देबे भलोटा देबे आउरी से साधारण खाद्य मते देबे मात्र से हमको देखुचंती जे कोटा आपा इंपोर्टेंट प्रार्थना आमे को प्रभु ए स्वादिष्ट आहार पाई आमे तुमको धन्यवाद दउछु प्रभु केंति रांदी जुग की बोल प्रार्थना कलो हाँ हाँ खाऊ खाऊ एंति रांदी रांदेबे ती भला रांदी सीख तुई मैं खाइरा हेबी बोला एटा आबर घर लोग कहबा जो के बदलला बदलला पर लागुची आगे हेले एंती करी नाणी देले से एंती को ठेलाई दो ना भोक नाई गो भोक लागु नाई मते कुडा देखला परे खाइबाड़ा देखला परे टेस्ट नाई भोक मिसा नाई ता पछे किछि समय गला परे कार गोटे भल तरकारी पळा आबो दे गो टिके दे एबे भोक कुडु आइला एबे ना तरकारी अनुसार एमानकर भोक तेबे एमानकर जो मंद अभिलाष को देख प्रभु रागले से एमानकर अभिलाष हैला बिना मूल्य रे मिलुथिबा माछ ता मनरे पड़े से काकुड़ी और से खरबुज और से परू और से प्याज और रसुण मनरे पड़े आमे रसुण पकेला परे तरकारी रे रसुण के जन खाउछु आमे काढी फिंगी दउछु हां खरबुज माने कोनटा बोइताळो हां कखारु एटा माने मिसा हां मने पडुची बुझो आमे हसुचु आमे मात्र डेली से समान तरकारी हेले बुझो केते बेले मने पड़बो जेते बेले घर दूर को रहबू नहीं मु जाई लमतापुटे मु गोटे मासे रही मते मने पड़ुला घर मांडिया जाऊ सीटी कोटी मिलबो हमको मांडिया जाऊ पसंद नहीं सीटी गला परे मिलू नहीं तले मांडिया जाऊ मने पड़बो घर आमिल झोल मने पड़बो आमोट मने पड़बो एबे एटा नहीं एबे खाली बॉयलर चिकन आगा मने थिबो मंद अभ्यास खाइबाटा भल आ परमेश्वर खाइबा पाई सब तैयारी करिसंती मात्र आमे से सब अभिलाषी हेबार बोले टेस्टी टेस्टी खाइबाटार अभिलाषी आमे हेबा कथा नहीं आमे एटा होची मंद अभिलाष एबे ताबजे पढ ताज कहबो मात्र एबे आम मान को प्राण सूक्ष्म हेउछि शुष्क हेउछि एटी किछि नाही एई मानना छोड़ा हो देखिबा को किछि नाही केते दुख तांकर एटी कोनडा अछि खाली मानना एबे एटी गोटे वाक्य लिखा जाय पढ़ गोटे सुंदर वाक्य गोटे जोहन 6 अध्याय का 26 पदरु पढ़वा में यीशु सेମାନଙ୍କୁ उत्तर देले सत्य सत्य ମୁଁ ତୁମ୍ଭମାନଙ୍କୁ କହୁଅଛି ଆଶ୍ଚର୍ଯ୍ୟ କର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ ତାହା ନୁହେଁ
ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛି। ହଁ ଯୀଶୁ ନିଜେ କହୁଛନ୍ତି କ'ଣ ପାଇଁ ମୋର ପଛରେ ଆସୁଛ? ଆଗରେ କ'ଣ ପାଇଁ ଆସୁଥିଲ? ଆଗରେ ମୋର ପାଇଁ ଆସୁଥିଲ, ଏବେ କ'ଣ ପାଇଁ ଆସୁଛ? ଏବେ ପିଲାବେଳେ ତୁମେ ଜାଣିଥିବ ଆମେ ଚର୍ଚ୍ଚରେ ହଉ ନାହିଁ, ସବୁ ଚର୍ଚ୍ଚରେ ଯଦି କୁହାଯିବ ଏଇ ବୁଧବାର ଦିନ ପ୍ରେମର ବାର୍ଥଡେ ଅଛି ଆଉ ତାଙ୍କ ବାପା ଚିକେନ ବିରିୟାନୀ କରିଛନ୍ତି, ତାହେଲେ ସମସ୍ତେ ଟିକେ ପ୍ରାର୍ଥନା ଆସିବ ବୋଲେ ସେଦିନ ଚର୍ଚ୍ଚରେ ବେଶୀ ଥିବେ ନା ଯେଉଁଦିନ ଆନାଉନ୍ସ କରାଇନଥିବ ବେଶୀ ଥିବେ? ଯେଉଁଦିନ ଭୋଜି ଅଛି ବୋଲି କହିବେ। ହେଲେ ଏହାର ଅର୍ଥ କ'ଣ? ଖାଇବା ପାଇଁ ଲୋକ ଆସୁଛନ୍ତି, ଭୋଜି ଖାଇବା ପାଇଁ। ଆଉ କହିବେ ଚାଲି ଯିବା ବୋଲେ ନାଇଁ ମୋ ଯିବାକୁ ଇଚ୍ଛା ନାହିଁ, ବିରିୟାନୀ ଦିଆହବ, ଚାଲ 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 ଚାଲ, ହଁ ତୁ ଖାଲି ଭାତ ଭାତ ଖାଇବୁ ଆଉ ସେ ଚିକେନଟା ମୋତେ ଦେଇଦେବୁ, ହେଲେ ଯା ଚାଲେ। ବୋଲେ ଆମେ ଚର୍ଚ୍ଚକୁ କ'ଣ ପାଇଁ ଆସିବା କଥା? ଖାଇବା ପାଇଁ। ଯୀଶୁ ଦେଖିଲେ ଆଗରେ ଲୋକମାନେ ତ ବହୁତ ଭଲ ଭାବରେ ଆସୁଥିଲେ, ବହୁତ ସୁନ୍ଦର ଭାବରେ ଗୀତ ଗାଇ ପ୍ରାର୍ଥନା କରି ଓ ମୋର ସ୍ୱର ଶୁଣିବା ପାଇଁ ଆସୁଥିଲେ। ଏବେ କ'ଣ ପାଇଁ? ଖାଇବା ପାଇଁ। କେତେ ଜଣ ନାଇଁ ଲ ଆଜି ଟିକେ ମୁଣ୍ଡ ବଥା ଲ ଯିବି ନାହିଁ ବୋଲି, ତୁ ଯିବୁ ନାହିଁ ସାଙ୍ଗ? ମୁଁ ମିଶା ଯିବି ନାହିଁ। ସାଙ୍ଗ ଆଇଲେ ସେ ମିଶା ଆଇବ। ଚର୍ଚ୍ଚକୁ ଆମେ କ'ଣ ପାଇଁ ଆସୁଥିଲୁ ଆଗରେ? ଏବେ ଆମେ କ'ଣ ପାଇଁ ଚର୍ଚ୍ଚକୁ ଆମେ ଆସୁଛୁ? ଏମିତି କଥା କହିଲେ ଚର୍ଚ୍ଚ ବହୁତ ଲୋକ ରାଗିଯିବେ, ଆମକୁ ଖାଇରା ବୋଲୁଛ ତୁମେ ବୋଲିକିନା। ମାତ୍ର ସେମାନେ ଏକା ଜାଣିବେ ଯେଉଁଦିନ ଚର୍ଚ୍ଚରେ ଭୋଜି ଅଛି, ଓ ଆଜି ଖାଇବାଟା ଅଛି ବୋଲି କହିଲେ ଲୋକମାନେ ବେଶୀ ଆଇବେ। ଯୀଶୁ ନିଜେ ସେମାନଙ୍କୁ କହିଲେ ତୁମେ କ'ଣ ପାଇଁ, ତୁମେ ଆଶ୍ଚର୍ଯ୍ୟ କର୍ମ ଦେଖିବା ପାଇଁ, ମୋତେ ଦେଖିବା ପାଇଁ, ମୋର ସ୍ୱର ଶୁଣିବା ପାଇଁ ଆସୁନ, ତୁମେ ଆସିବାର ଉଦ୍ଦେଶ୍ୟ କ'ଣ? ରୁଟି ଖାଇ ପରିତୃପ୍ତ ହେବା ପାଇଁ। ଆମେ ରୁଟି ଖାଇବା ଖ୍ରୀଷ୍ଟିଆନ ଆମେ ନାହିଁ, ବୁଝନ୍ତୁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଏମାନେ ମନ୍ଦ ବିଷୟର ଅଭିଳାଷୀ ହେଲେ ଆମେ ସେ ପ୍ରକାର ଅଭିଳାଷୀ ନ ହଉ। ସେ ପଢ଼ିବା ଆମେ ଆଉ ଥରେ ସେ ପ୍ରଥମ କରନ୍ତୀୟ 10 ଅଧ୍ୟାୟ ପଢ଼ିବା। ସେମାନେ ଯେ ପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେ ପ୍ରକାର ଅଭିଳାଷୀ ନ ହେଉ, ଏଥି ନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। ଅଭିଳାଷ ଭଲ ଅଭିଳାଷ ଅଛି, ମନ୍ଦ ଅଭିଳାଷ ଅଛି। ଆଉ ଭଲ ଅଭିଳାଷ ଗୁଡ଼ିକକୁ ସେଟ୍ କର। ଯେଉଁ ଅଭିଳାଷ ଗୁଡ଼ିକ କି ଆମକୁ ପ୍ରଭୁଙ୍କୁ ଖୁସି କରିବ, ସେହି ପ୍ରକାର ଅଭିଳାଷ ସେଟ୍ କର। ମୁଁ ଦିନକୁ 6 ଘଣ୍ଟା ପାଠ ପଢ଼ିବି, ଭଲ ଅଭିଳାଷ ନା ମନ୍ଦ ଅଭିଳାଷ? ମୁଁ ଦିନକୁ 6 ଘଣ୍ଟା ମୋବାଇଲ ଦେଖିବି, କି ଅଭିଳାଷ ଏଟା? ଭଲ ଅଭିଳାଷ ଗୁଡ଼ିକ କର। ବାପ୍ତିସ୍ମ ପାଇଲା ପରେ ପ୍ରଭୁ ଆଉ ଅଭିଳାଷକୁ ଦେଖୁଛନ୍ତି। କେଉଁ ଅଭିଳାଷ, କେଉଁ ପ୍ରକାର ଅଭିଳାଷରେ ଇଏ ଅଛି। ଇସ୍ରାଏଲ ଲୋକମାନେ ଭାବିଲେ କ'ଣ ଖାଇଲେ? ମାନେ ମାଂସ ଖାଇଲେ, ଭାଟୋଇ ପକ୍ଷୀ ଖାଇଲେ, ପଡ଼ିଛ ନା? ମାଂସ ଖାଇଲା ପରେ କ'ଣ ହେଲା? ପ୍ରଭୁ ଦେଲେ। ପ୍ରଭୁ କ'ଣ କଲେ? ମାରିଲେ। ଏବେ ଦେଖ ଏ ଗୀତ ସଂହିତା ପୁସ୍ତକ 106 ଗୀତକୁ ଆସ। ସେଠି ଗୋଟେ କଥା ଲେଖାଯାଇଛି। ପଢ଼ 13 ପଦରୁ। ସେମାନେ ତାହାଙ୍କ କର୍ମ ସକଳ ଶୀଘ୍ର ପାଶୋରି ଗଲେ, ସେମାନେ ତାହାଙ୍କ ମନ୍ତ୍ରଣାର ଅପେକ୍ଷା କଲେ ନାହିଁ, ମାତ୍ର ପ୍ରାନ୍ତରରେ ଅତିଶୟ ଲୋଭାକ୍ରାନ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ। ତ 15 ପଦରେ ତହିଁରେ ସେ ସେମାନଙ୍କୁ ପ୍ରାର୍ଥିତ ବିଷୟ ଦେଲେ। ଓକେ, କ'ଣ ପରୀକ୍ଷା କଲେ? ପ୍ରଭୁ ଏଇଟା ଦେଇପାରିବେ କି? ପ୍ରଭୁ ଏଇଟା କରିପାରିବେ କି? ପ୍ରଭୁଙ୍କୁ ପରୀକ୍ଷା କଲେ। ସେମିତି ପ୍ରଭୁଙ୍କୁ ପରୀକ୍ଷା କରିବା କଥା ନାହିଁ, ପାର୍ଥିବ ବିଷୟରେ ପରୀକ୍ଷା କଲେ। ପରୀକ୍ଷା କଲା ପରେ ପ୍ରଭୁ କ'ଣ କଲେ? ପାର୍ଥିବ ବିଷୟ ଦେଲେ
ମାତ୍ର ସେମାନଙ୍କ ପ୍ରାଣରେ କ୍ଷୀଣତା ପ୍ରେରଣ କଲେ। ଖୁସି ନାହିଁ ପାଇଗଲେ। ଏବେ କେତେଟା ଯୁବା ଯୁବତୀ ମାନେ ଅଛନ୍ତି ବୟସ ହେଇଗଲା ବାହା ହେବାର, ସେମାନେ ଘରକୁ ଜିଦ୍ କରିଛନ୍ତି ଆର ସହିତ ମୁଁ ବାହା ହେବି, ଯଦି ଆ ସହିତ ବାହା ନ କରେଇଲେ ବାଲ୍ଟି ଦୌଡ଼ି କିଣିକିନା ଫାସି ହେବି। ହଁ, ଏମିତି ଯଦି କିଏ କହିବ ଆମର ଚର୍ଚ୍ଚରେ, ମୁଁ କହିବି ମୁଁ 50 ଟଙ୍କା ଗୋଟେ ଦେବି କିଣିବା ପାଇଁ, କିଣାରେ ମର। ଏଇଟା ଯାକ ଭଲ ଅଭିଳାଷ। ଏଇଟା ପାର୍ଥିବ ବିଷୟ ଆକା ମାଗିଲେ, ଏଇଟା ଆକା ମତେ ଯେମିତି ହେଲେ ଆଇଫୋନ ଦରକାର। ତୋର ଅଜା ଆକା ନାହାନ୍ତି, ଆଇଫୋନ କଣ କରିବ? ସବୁ ପିଲାମାନେ କଲେଜକୁ ବଢ଼ିଆ ସ୍ମାର୍ଟଫୋନ୍ ଯାକ ଧରି ଆସିବେ, ତୁଇ ମତେ ପୁରୁଣା ଫୋନ୍ ଗୋଟେ ଦେଇଛୁ। ମା ବାପାଙ୍କର ଇଚ୍ଛା ପିଲାମାନଙ୍କୁ ବେଷ୍ଟ ଦେବାଟା, ନଥିଲେ ଦେଇପାରିବେ ନାହିଁ, ନ ତୁମର ଭଲ ପାଇଁ ଦେଉନଥିବେ। କାହିଁକି ସବୁ ଯାକ ଡିମାଣ୍ଡ ଯାକ? ଏଇଟା ଡିମାଣ୍ଡ ନାହିଁ। ମୋର ବର୍ଥଡେରେ ଆଇସ୍ କେକ୍ ଆଉ ବଏସ୍ କେକ୍, ଆଇସ୍ କେକ୍ ଆକା ହେବାର ଅଛି। କେତେ ନାଇଁ 2 କେଜି ଆଇସ୍ କେକ୍। ଆଉ କେମିତି ଥିବ ସେଟା, ସେ ଡିଜାଇନ୍ କହୁଥିବେ ଏମିତି ଥିବ ସେମିତି ଥିବ। ଏସବୁ ନାହିଁ। ଏଇଟା ହେଉଛି ପାର୍ଥିବ ବିଷୟର ଅଭିଳାଷ ଗୁଡ଼ିକ। ଏଇଟା ଆମେ ବାପ୍ତିସ୍ମ ନେଲା ପରେ ଆମେ ଏଇସବୁ ଅଭିଳାଷ ହେଲେ ପ୍ରଭୁ ଆମକୁ ପ୍ରାନ୍ତରରେ ରଖିଦେବେ, ଆମେ ଆଗକୁ ବଢ଼ିପାରିବା ନାହିଁ। ଆମେ ସେଥିପାଇଁ ଏଇସବୁ ବିଷୟ ଗୁଡ଼ିକରୁ ଆମକୁ ବାହାରିବାକୁ ପଡ଼ିବ। ଗୋଟେ ବିଷୟ ଆମେ ସବୁ ବିଷୟରେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରୁ, କାହାକୁ ନାହିଁ, ପ୍ରଭୁଙ୍କୁ ଆମକୁ ସନ୍ତୁଷ୍ଟ କରିବା। ତା ତଳେ କ'ଣ ଲେଖାଯାଉଛି? ଆହୁରି ସେମାନେ ନାଇଁ ନାଇଁ, ଯେପରି ସେମାନଙ୍କ ମଧ୍ୟରେ ହଁ, କେତେକ ପ୍ରତିମା ପୂଜକ ହେଲେ। ଓହୋ, କ'ଣ ହେଲେ? ପ୍ରତିମା ପୂଜକ ମାନେ ମୂର୍ତ୍ତି ପୂଜା। ଲେଖାଯାଉଛି ଯେପରି ସେମାନଙ୍କ ମଧ୍ୟରୁ କେତେକ ପ୍ରତିମା ପୂଜକ ହେଲେ। ପ୍ରତିମା ମାନେ କ'ଣ? ଯେଉଁ କାଠ ପଥର ସୁନା ରୂପାର ଯେଉଁ ତିଆରି କରୁଛନ୍ତି ସେଟା ପ୍ରତିମା। ଆଉ ଗୋଟେ ପ୍ରତିମା କ'ଣ? ଯେଉଁଟାକୁ ତୁମେ ପ୍ରଭୁଙ୍କ ଠାରୁ ଅଧିକ ପ୍ରେମ କଲ, ଯେଉଁଟାକୁ କି ତୁମେ ଅଧିକ ସମୟ ତୁମେ ଦେଲ। ପାଠ ପଢ଼ା କଥା କୁହାଯାଉ ନାହିଁ ଏଠି। ମୋବାଇଲ କେତେ ଜଣ ପାଇଁ ପ୍ରତିମା? ସବୁ ସମୟରେ ଫେସବୁକ୍, ମୁଁ ଯେଉଁ ଫଟୋଟା ପୋଷ୍ଟ କରିଥିଲି କେତେ ଜଣ ଲାଇକ୍ କଲେଣି, କେତେଟା କମେଣ୍ଟସ୍ ହେଲେଣି, କେତେଟା ସେୟାର ହେଲାଣି। ଏସବୁ ଯାକ ଗୋଟେ ବିଷୟରେ ଘାଣ୍ଟି ଚକଟି ଆମେ ହେଉଥିବା କଥା, ପ୍ରତିମା। ବାଇବଲ ଲେଖାଯାଉଛି ପ୍ରତିମା ପୂଜା ମାନେ କ'ଣ? ଲୋଭ କରିବାଟା କ'ଣ? ପ୍ରତିମା ପୂଜା। କାହାର ଡ୍ରେସ୍ ଗୁଡ଼ି ଦେଖି ଲୋଭ କରିବ, କାହାର ବୁଟ୍କୁ ଦେଖି ଲୋଭ କରିବ, କାହାର ସୁନ୍ଦରତାକୁ ଦେଖି ଲୋଭ କରିବ। ସେଇଟା ହେଲା ପ୍ରତିମା ପୂଜା। ସେଇଟା ମନରେ ଥିବ, ସେଟା ମନ ଭିତରେ ସେ ଲୋଭଟା ଚାଲିଥିବ। ଇସ୍ରାଏଲ ଲୋକମାନେ ସେଇଟା କଲେ। ସେମାନେ କ'ଣ କଲେ? ସେମାନେ ପ୍ରତିମା ପୂଜା କଲେ। କ'ଣ ଲେଖାଯାଉଛି ପଢ଼ କିନି? ସେପରି ତୁମେମାନେ ପ୍ରତିମା ପୂଜକ ହୁଅ ନାହିଁ, ଯେପରି ଲେଖା ଅଛି, ଲୋକମାନେ ଭୋଜନ ପାନ କରିବାକୁ ବସିଲେ ଆଉ ନୃତ୍ୟ କରିବାକୁ ଉଠିଲେ। ଯେପରି ସେମାନଙ୍କ ମଧ୍ୟରେ। ଠିକ୍ ଅଛି, ସେତିକି ଆଜ୍ଞା। କ'ଣ କଲେ? ତାଙ୍କର ପ୍ରତିମା ପୂଜା ମାନେ କ'ଣଟା? ଖାଇବାଟା ନାଇଁ, ଆଉ ଗୋଟେ ଏଣ୍ଟରଟେନମେଣ୍ଟ, ନାଚ ଗୀତ ମନୋରଞ୍ଜନ, ଏସବୁରେ ସେମାନେ ମାତିକିନା ରହିଲେ। ବାପ୍ତିସ୍ମ ନେବା ପୂର୍ବରୁ ଆମକୁ ଏସବୁ ଶିକ୍ଷା ଗୁଡ଼ିକ କିଏ ଦେଇନଥିଲେ ଯେ ବାପ୍ତିସ୍ମ ନେଲା ପରେ ଆମକୁ କେମିତି ଜୀବନଯାପନ କରିବାର ଅଛି। ବାପ୍ତିସ୍ମ ନେଲା ପରେ ଆମେ କେବଳ ପରମେଶ୍ୱରଙ୍କର ପୂଜା କରିବାର ଅଛି, ପ୍ରଭୁଙ୍କର ଆରାଧନା କରିବାର ଅଛି। ଅନ୍ୟ ବିଷୟକୁ ଆମେ ଆଇଡଲ ଆମେ କରିବା କଥା। ପରମେଶ୍ୱର ହିଁ ଆମର ଆଇଡଲ, ତାଙ୍କୁ ଆମେ ୱର୍ସିପ୍ କରିବାର ଅଛି। ଏମାନେ କ'ଣ କଲେ? ଏମାନେ କ'ଣ ହେଲା କି ମଶା ଗଲେ ମଲେ କି ବଞ୍ଚିଲେ
तुम कौन कर आम पाई गोटे देवता निर्माण कर। देवतार ना कौन सदाप्रभु भितरे किए मूर्ति भितरे मूर्ति अच्छी ना कौन तुम कार सेवा कर जीशुंकर सेवा आम कर बुझार अच्छे तापचे कौन लिखा होची जेपरि सेमानक मध्यरे केतेक व्यभिचार करी एक दिन रे 23,000 मरीगले सेपरि आम्भे माने व्यभिचार न करू। व्यभिचार करिकिना कौन हेले केते लिखा है जी 23,000 23,000 लोक जानिଛ एबे देखो एटा हूँ विलियम शिखेला लोक मानू एमानू जो ख्रीस्टियान लोक मानू तू पांगले मिशा किसी ही पारबो ना तंत्र मंत्र कले मिशा किसी ही पारबो ना तुम्हें एमान को किछि करि पारबो नहीं कहीं एमान को परमेश्वर एमान को सुरक्षा दौरान केमिति कले एमाने मरबे जानिछ एमानकर परमेश्वर विरुद्ध रे एमाने पाप करबार अछि एमाने परमेश्वर विरुद्ध रे एमाने पाप कले एमाने कौन हेबे एमाने मरबे सेति पई तुम कौन करो एमान को पाप कराओ बोले पढ़ो कि ना गणना पुस्तक 25 अध्यायर 1 पद अनंतर इस्राएल सिटिम रे बास कले पुणी लोक माने मोयाबर कन्यागण सहित व्यभिचार करबाक लागिले। ओहो सुनो प्लान कौन एबे तुम माने अच्छा ना युवा युवती माने से माने प्लान करी पठेबे सुंदर सुंदर झियो मानकू से माने पठेबे सुंदर सुंदर पुओ मानकू पठेबे से माने आसिकिना उपरे पड़िकिना तुम सहित मिसबे उपरे पड़िकिना कथबार्ता हेबे तुमरो व्हाट्सएप नंबर नहीं चैटिंग करबे कॉल करबे काम क्षेत्र में उपरे पड़ुथिबे सेमती आगा से कहले जे तुमे कौन करो ए जो मोयाबर कन्यागण मानकू कौन करो से मानकू पठाओ काम करबा जगह को जाइथिबे से माने आसी उपरे पड़ुथिबे मिसवा पई किए पठेइछि एमानकू आमको नष्ट करबा पई शैतान पठेइछि जाओ एमिति प्लान करिकिना से कौन करूछि पठौछि कौन हला पढ़ो ता बचे पुणी सेई कन्या माने लोक माननकु आपणा मानक देवगणर बलिदान उपलक्ष्य रे निमंत्रण कले ता बचे पुणी लोक माने भजन कले और सेमानक देवगण को प्रणाम कले बुझी पारुछ ना प्रॉब्लम कौन उपरे आसी पड़ले ता बचे आस आज आमर दशहरा अछि आम घरे टिके भोजी भात थिबो टिके खाई दियो टिके पी दियो टिके रथयात्रा बुली जिबा शिवरात्र टिके जिबा एमती डाकिकिना तांकु नहीं गले नहीं कि ना से मानकु नष्ट करूछंती ता पछे कोन लिखा आइछि आ इस्राएल आपे बालपियर प्रति आसक्त हेले पुणी सदाप्रभुଙ୍କ क्रोध इस्राएल रो प्रतिकूल रे प्रज्वलित होला बुझी पारुछंती किए रागी गले परमेश्वर रागी गले अन्य माने रागले परमेश्वर रक्षा करे परमेश्वर रागले कौन हम किए रक्षा करबे किए नहीं से केमती प्लान कर जाओ एमती कर दबो बोले तुम्हें कि किछ करा दरकार नहीं परमेश्वर तांको मारबे ताव जे कोन होची एथिरे सदाप्रभु मसांगु कहिले लोकमानकर समस्त प्रधान वर्गों को नहीं सदाप्रभुଙ୍କ उद्देश्य रे सूर्य सम्मुख रे समान को टंगाओ तोइरे इस्राएल ठारो सदाप्रभुଙ୍କ प्रचंड क्रोध फेरिबो बेल कोन डायना प्रभु कहले ये जो पिला माने अछंती एमानकर जड़े लीडर थिबो नहीं यूथ लीडर संडे स्कूल लीडर पास्टर थिबे कि नहीं कहले से पास्टर मान को आण अरे कौन करो गछरे बांधी किना टंगाई दियो कौन मैं मान को टंगाउछंती पास्टर मान काई टंगाउछंती ए पास्टर माने मना करू नांती ए पिला सहित ए झियो सहित बुलला बेले किछि कहू नांती सब चलता है पास्टर मान कौन में रखिछंती कोइबा पय रखिछंती सेति पय नेले बांधो मते की पय बांधु चमी किस खली
परमेश्वर कहले बांध बांधिकिना खरारे सेमानकु पूरापूरी टंगेइकिना तुमे रख बोले रखला परे हम क्रोध फेरबो मतलब कौन होची देख तहु मूसा इस्राएल रो प्रचार विचार करता विचार करतु गण को कहिले तुमे माने प्रत्येक बाल्पियर प्रति आसक्ता आपण आपण लोक मानकु बोध करो एथिरे देखो इस्राएल संतान गण मध्यरु जणे मोसांगर साक्षात रे और इस्राएल संतान गणर समस्त मंडली साक्षात रे अपना ज्ञाति मानक निकट को एक मिदयनिया स्त्री आनिला सेतेबेले लोक माने समागम तम निकट रोदन करू कार साक्षात रे मोसांको साक्षात रे बोले आ डर भय नहीं पास्टर प्रचार को का मानवा लोक नहीं बोली देकिना से कौन करूछंती से मान धरी पड़ा किए किस कहबो मोर इच्छा बाप्तिस्म नेला पर मोर इच्छा ना प्रभुंकर इच्छा से सेमिथि आनी देले आनी दे का डरा डरी नहीं से मान नहीं जाउछन ता पछे कोन हैला सब कांदुचंती आमे कोन करबो केंती करबो ए कांदला बारी के जण थिबे किछि करि परबे नहीं खाली भे भे कांदुथिबे मात्र लेखा जाउछि कोन देखो तेबे हारण याजक पवित्र इलियासर रो पुत्र पिनहस ता देखि मंडली मध्यरे उठी हातर एक बर्छा नेला पुणी से इस्राएलीय से पुरुषर पछे पछे तंबू भीतर प्रवेश करी से दुई जन को अर्थात से इस्राएलीय पुरुष को से स्त्री पेट को बिंधी पकाइला तोरे इस्राएल संतान गण ठारू मारी निवृत्त होला बारला ना कि ना जानना पिनहस पिन बोले पिन परिथिबार अछि तुमर लागे आमे मरबू आमको प्रभु मारुचंती समस्ते कांदला बेले ये में कांदता मतलब कांदू नहीं कांदले समस्यार समाधान नहीं कौन कले प्रभुंकर क्रोध निवारण हेबो से सेटा करूचंती ता पछे लेखा जाउछे कोन रे इस्राएल संतान ठार मारी निवृत्त हैला केते लोक मरले 24,000 आ डेरी करथिले ସେଥିପାଇଁ ବାଇବଲରେ ଲେଖା ଯାଉଛି ସବୁ କଥା ଗୁଡ଼ିକ ଜାଣ ଆମର ଘରେ ଆମେ ଏମିତି ଭୁଲ କରିକିନା ଗୋଟେ ପୁଅକୁ ଗୋଟେ ଝିଅକୁ ଧରି ଆଇଲୁ ଆମ ଘର ଲୋକକୁ ପ୍ରଭୁ ଆଶୀର୍ବାଦ କରିବେ ନା କ୍ରୋଧ ବର୍ତ୍ତବ ଆଜିକାଲି ଜଣା ନାହିଁ ସେଇଟା ଲୋକମାନଙ୍କୁ ପରମେଶ୍ୱରଙ୍କ କ୍ରୋଧ ବର୍ତ୍ତି ଯାଉଛି ଏଇଟା ଜାଣ ବୋଲିକିନା ଏ ସବୁ ଯାକ ଗୁଡ଼ିକକୁ ଆମମାନଙ୍କୁ ଲେଖିକିନା ଆମକୁ ଦେଇଛନ୍ତି କେତେଟା ପଢ଼ବା ଆଉ ପ୍ରାର୍ଥନା କରିବା ପାଇଁ ଯିବା ଆମେ ପଢ଼ ସେଇ ପ୍ରଥମ କରନ୍ଥୀୟ 10 ଅଧ୍ୟାୟରେ 23,000 ଲୋକ ମରିଗଲେ ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ ସେହିପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ ପ୍ରଭୁଙ୍କୁ ପରୀକ୍ଷା କଲେ କ'ଣ ହେବ ସାପ ଚୋବେଇବ ହେଲା ପ୍ରଭୁଙ୍କୁ ପରୀକ୍ଷା କର ନାହିଁ ପଢ଼ ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସିଂହାରକ ଦ୍ୱାରା ବିନଷ୍ଟ ହେଲେ ସେପରି ତୁମ୍ଭେମାନେ ବଚସା କର ନାହିଁ ବଚସା କରୁଛୁ ଆମେ ବଚସା ମାନେ କ'ଣଟା ବଚସା ମାନେ ଏବେ ମନେକର ପ୍ରିୟଙ୍କା ଆହୁରି ବେବି ବସିଛନ୍ତି ଆହୁରି ସେମାନେ ପ୍ରିନ୍ସ ବିରୁଦ୍ଧରେ କଥା ହେଉଛନ୍ତି ସେ କ'ଣ କହିବେ ସେଟାକୁ ବଚସା ଯେଉଁ ବ୍ୟକ୍ତି ଆମର ମଧ୍ୟରେ ନାହିଁ ବା ନାହାନ୍ତି ସେମାନଙ୍କର ଚର୍ଚ୍ଚା କର ସେ ସେମିତିଟା ସିଧା ଯାଇ କହିବ ତୁ ସେମିତିଟା ତୁ ଖାଡ଼ଙ୍ଗାଟାରେ ତୁ ଲମ୍ବାଟାରେ ତୁ ପାତଲୁଟାରେ ବୋଲେ କହିଲେ ବଚସା ନାହିଁ ଏଇଟା ହଁ ଖାଡ଼ଙ୍ଗାଟା ସେ ଏମିତିଟା ସେମିତିଟା ଏଇଟା ହେଉଛି ବଚସା ଏଇଟା ଏମିତି କଲେ ମରବ 11 ପଦ ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି ଏପରି ଯେ ଆମ୍ଭେମାନେ ଆମ୍ଭମାନଙ୍କ ଚେତନା ନିମନ୍ତେ ଏହି ସବୁ ଲେଖାଯାଇଅଛି କାର ପାଇଁ ଲେଖା ହେଇଛି ଆମମାନଙ୍କ ଚେତନା ପାଇଁ ଲେଖାଯାଇଛି ଏବେ ବାପ୍ତିସ୍ମ ନେଲା ପରେ ଆମେ ପ୍ରାନ୍ତରରେ ଯେ ପ୍ରକାର ନ ମରିଯାଉ ସେଥିପାଇଁ ଆମର କାମ କ'ଣ ହେଲା ଯେ ଈଶ୍ୱରଙ୍କର ସନ୍ତୋଷଜନକ ଜୀବନ ବିତେଇବାର ଅଛି କାହାକୁ ନାହିଁ ଏ ମଣ୍ଡଳୀରେ ଆମର ଗୋଟେ ଉଦ୍ଦେଶ୍ୟ କ'ଣ ପ୍ରଭୁଙ୍କୁ ଆମେ କେମିତି ଖୁସି କରିବାର ଅଛି
प्रभु को केमती खुशी करबार अछि एबे मन कर तू घर लोक कहबे जरा पुड़िया गोटे किड़ी आने के देबू कह हाँ गोजल जीरा पी 10 टଙ୍କା देबू कि बोले आनीदेवी पुड़िया आम आणबू खैनी आणबू गुड़ा को आणबू सिगरेट आणबू आम आम घर लोक मैंने कि आमर बंधु बांधव पठेले आम कौन डाली आनीदेवी चीनी आनीदेवी चा आनीदेवी आहरी टिफिन आनीदेवी मात्र ए सब जगह आनीदेवी ना ये आणले मोर परमेश्वर मते क्रोध करबे से संतोष हेबे ना सेटा आमको सेमती रहीबार चाहिए तुम जुआ जुबी दे टिके किए पठे दौथे ये पठे दौथे हाँ आनीदेवी मात्र जोटा मोर प्रभु खुशी हे सेमती विषय को आनीदेवी अलग जिन मुझे आनीदे पारि ना सेमती आम रहीबार प्रभु को आम संतोष है आम जीवन यापन करवार अच्छे परीक्षा कॉपी कल नहीं फेल हो गल कि फेल हो तुम्हें पाठ पढ़ी न बोल फेल हो कॉपी करना पास हो ओ प्रभु दयारे मुझे मार्क आनली कॉपी कलु लो प्रभु दया नहीं इटा बोले कहे आम से प्रकार रहीबार अच्छे गोटे विषय बाप्तिस्म नेला परे 15 प्रकार मेसेज नहीं गोटे विषय प्रभु को खुशी करवार अच्छे प्रभु को खुशी करने बड़ बड़ विषय किसी करवा दरकार से बहुत छोट छोट विषय से बहुत खुशी हो दुनिया लोक को खुशी करने बहुत कष्ट मात्र प्रभु को खुशी करने बहुत सहज ये प्रभु आम को अनुग्रह करूँ बाप्तिस्म नेब नेवा पूर्व जाणी रख जो बाप्तिस्म नेला केमती जीवन बीतेबार अच्छे केमती जीवन से आउ कि प्रभु खुशी बापा खुशी प्रभु खुशी माँ खुशी प्रभु खुशी पास्टर खुशी सब खुशी प्रभु को जे खुशी करदेला से एका हेड ना अच्छा नहीं फास्ट पिओन को खुशी कराइबी कलेक्टर ऑफिस नहीं कि पछे मुई क्लर्क को टिके खुशी कराइबी पछे जाई कलेक्टर को खुशी कराइबी कलेक्टर खुशी बोल कहले सब खुशी सेमती का परमेश्वर खुशी तो सब खुशी सब समय बाप्तिस्म नेला डिसाइड करबो एमती जो कथा होची एमती पिंधुची एमती खाऊची एमती बुलुची आर संगे सांग होची प्रभु खुशी तो नहीं कि आप समस्त खुशी तो बराबर नहीं सेमती हमें प्रभु खुशी बोल कहले सब खुशी प्रभु को खुशी जदि करे जानीदेल आम बोल कहले समस्ते खुशी।